ସୁପ୍ରଭାତ ବନ୍ଧୁମାନେ, ଚାଲନ୍ତୁ ଗୀତା ଶ୍ରବଣ କରିବା, ଶୁଣିବା ଆମେ। ସେନୟୋରୁଭୟୋର୍मध्ये ରଥଂ ସ୍ଥାପୟାମ୍ୟଚ୍ୟୁତ ଯାବଦେତାନ୍ନିରୀକ୍ଷେୟ ଯୁଦ୍ଧକାମାନवस्थितान् कैर्मया सह ଯୁଦ୍ଧବ୍ୟମସ୍ମିନ୍ ରଣସମୁଦ୍ୟମେ। ଅର୍ଜୁନ କହିଲେ, ହେ ଅଚ୍ୟୁତ, ଦୟାକରି ମୋ ରଥକୁ ଦୁଇ ସେନାଙ୍କ ମଧ୍ୟରେ ରଖନ୍ତୁ, ତାହେଲେ ମୁଁ ଦେଖିପାରିବି କେଉଁମାନେ ଏଠାରେ ଅଛନ୍ତି, କେଉଁମାନେ ଯୁଦ୍ଧ କରିବାକୁ ଇଚ୍ଛୁକ ଏବଂ ବିରାଟ ଯୁଦ୍ଧ ପ୍ରଚେଷ୍ଟାରେ କେଉଁମାନଙ୍କ ସହ ମୋତେ ଯୁଦ୍ଧ କରିବାକୁ ହେବ। ଯଦିଓ କୃଷ୍ଣ ହେଉଛନ୍ତି ପରମ ପୁରୁଷ ଭଗବାନ, ତଥାପି ତାଙ୍କର ଅହେତୁକ କୃପା ହେତୁ ସେ ତାଙ୍କର ବନ୍ଧୁଙ୍କ ସେବାରେ ନିଯୁକ୍ତ ହୋଇଛନ୍ତି। ସେ ତାଙ୍କର ଭକ୍ତମାନଙ୍କୁ ସ୍ନେହ ପ୍ରଦର୍ଶନ କରିବାରେ କେବେ ହେଲେ ଅବହେଳା ପ୍ରଦର୍ଶନ କରନ୍ତି ନାହିଁ ଏବଂ ସେଥିପାଇଁ ତାଙ୍କୁ ଏଠାରେ ଅଚ୍ୟୁତ ବୋଲି ସମ୍ବୋଧନ କରାଯାଇଛି। ସାରଥୀ ହିସାବରେ ତାଙ୍କୁ ଅର୍ଜୁନଙ୍କ ଆଦେଶ ପାଳନ କରିବାକୁ ହେବ ଏବଂ ଯେଣୁ ସେ ତାହା ପାଳନ କରିବାକୁ ଦ୍ୱିଧାବୋଧ କଲେ ନାହିଁ, ତେଣୁ ତାଙ୍କୁ ଏଠାରେ ଅଚ୍ୟୁତ ବୋଲି ସମ୍ବୋଧନ କରାଯାଇଛି। ଯଦିଓ ସେ ତାଙ୍କର ଭକ୍ତଙ୍କ ପାଇଁ ସାରଥୀ ପଦ ଗ୍ରହଣ କରିଛନ୍ତି, ତଥାପି ଏତଦ୍ୱାରା ତାଙ୍କର ପରମ ସ୍ଥିତି ହ୍ରାସ ପାଉନାହିଁ। ପ୍ରତ୍ୟେକ ଅବସ୍ଥାରେ ସେ ପରମ ପୁରୁଷ ଭଗବାନ, ସେ ହୃଷିକେଶ ଇନ୍ଦ୍ରିୟମାନଙ୍କର ପ୍ରଭୁ ଭଗବାନ ଏବଂ ତାଙ୍କ ସେବକଙ୍କ ମଧ୍ୟରେ ଥିବା ସମ୍ବନ୍ଧ ଅତ୍ୟନ୍ତ ମଧୁର ଓ ଦିବ୍ୟ ଅଟେ। ସେବକ ସର୍ବଦା ଭଗବାନଙ୍କ ସେବା କରିବା ନିମିତ୍ତ ପ୍ରସ୍ତୁତ ଏବଂ ଠିକ୍ ସେହିପରି ଭଗବାନ ସୁଯୋଗ ଖୋଜୁଥାନ୍ତି କିପରି ଭକ୍ତର ସେବା କରିବେ। ତାଙ୍କର ଜଣେ ଶୁଦ୍ଧ ଭକ୍ତ ଯଦି ତାଙ୍କୁ କିଛି ଆଦେଶ ଦିଏ କିମ୍ବା ଆଦେଶ ଦେବା ଅବସ୍ଥାରେ ରହିଛି, ତାହେଲେ ସେଥିରେ ବଡ଼ ଖୁସି ହୁଅନ୍ତି। ସେ ନିଜକୁ ଆଦେଶ ଦେବା ଅବସ୍ଥାରେ ନ ରଖି ତାଙ୍କର ଏକ ଶୁଦ୍ଧ ଭକ୍ତଙ୍କୁ ସେ ଅବସ୍ଥାରେ ରଖିବାରେ ସେ ଅଧିକ ଖୁସି ହୁଅନ୍ତି। ପରମ ପ୍ରଭୁ ହିସାବରେ ପ୍ରତ୍ୟେକ ତାଙ୍କର ଅଧୀନ, ତାଙ୍କର ଆଦେଶାଧୀନ। କେହି ତାଙ୍କ ଉପରେ ତାଙ୍କୁ ଆଦେଶ ଦେବାକୁ ନାହାନ୍ତି। ଯଦିଓ ସେ ପ୍ରତ୍ୟେକ ପରିସ୍ଥିତିରେ ଅଚ୍ୟୁତ ଅଟନ୍ତି, ପରମ ପ୍ରଭୁ ଅଟନ୍ତି, ତଥାପି ଯେତେବେଳେ ସେ ଦେଖନ୍ତି ଯେ ତାଙ୍କର ଜଣେ ଶୁଦ୍ଧ ଭକ୍ତ ତାଙ୍କୁ ଆଦେଶ ଦେଉଛନ୍ତି, ସେତେବେଳେ ସେ ଦିବ୍ୟ ଆନନ୍ଦ ଲାଭ କରନ୍ତି। ଭଗବାନଙ୍କର ଏକ ଶୁଦ୍ଧ ଭକ୍ତ ହିସାବରେ ଅର୍ଜୁନଙ୍କର ଭାଇମାନଙ୍କ ସହ ଯୁଦ୍ଧ କରିବାର ଅଭିଳାଷ ନଥିଲା, କିନ୍ତୁ ଦୁର୍ଯ୍ୟୋଧନଙ୍କର ଅବାଧ୍ୟତା ଯୋଗୁଁ ସେ ଯୁଦ୍ଧକ୍ଷେତ୍ରକୁ ଆସିବାକୁ ବାଧ୍ୟ ହେଲେ। କାରଣ ଦୁର୍ଯ୍ୟୋଧନ କୌଣସି ପ୍ରକାରେ ଶାନ୍ତିପୂର୍ଣ୍ଣ ପ୍ରସ୍ତାବରେ ରାଜି ହେଲା ନାହିଁ। ତେଣୁ ଅର୍ଜୁନ ଦେଖିବାକୁ ଖୁବ୍ ଆଗ୍ରହୀ ହୋଇ ଉଠିଥିଲେ କେଉଁମାନେ ଅପର ପାର୍ଶ୍ୱରେ ଯୁଦ୍ଧରେ ନେତୃତ୍ୱ ନେଉଛନ୍ତି। ଯଦିଓ ସେ ଯୁଦ୍ଧକ୍ଷେତ୍ରରେ କୌଣସି ପ୍ରକାର ଶାନ୍ତିପୂର୍ଣ୍ଣ ପ୍ରଚେଷ୍ଟା ନଥିଲା, ତଥାପି ସେମାନଙ୍କୁ ଆଉଥରେ ଦେଖିବାକୁ ଇଚ୍ଛା କଲେ ଏବଂ ବିଶେଷ କରି ସେ ଦେଖିବାକୁ ଇଚ୍ଛା କଲେ ଯେ କେତେଦୂର ସେମାନେ ଏକ ଅନିଶ୍ଚିତ ଯୁଦ୍ଧ କରିବା ପାଇଁ ଆଗଭର ହୋଇଛନ୍ତି। ଯୋତ୍ସ୍ୟମାନାନ ବେ ଖେଅହଂ ଜ ଏତେ ଅତ୍ ସମାଗତା ଧାତରାଷ୍ଟ୍ରସ୍ୟ ଦୁର୍ବୁଦ୍ଧିର୍ ଯୁଦ୍ଧେ ପ୍ରିୟ ଚିକୀର୍ଷବ। କେଉଁମାନେ ଦୁର୍ବୁଦ୍ଧି ଧୃତରାଷ୍ଟ୍ରଙ୍କ ପୁତ୍ରଙ୍କର ଶୁଭାକାଂକ୍ଷୀ ସାଜି ଏଠାକୁ ଯୁଦ୍ଧ କରିବାକୁ ଆସିଛନ୍ତି, ସେମାନଙ୍କୁ ମୋତେ ଦେଖିବାକୁ ଦିଅନ୍ତୁ। ଏହା ଏକ ଉନ୍ମୁକ୍ତ ରହସ୍ୟ ଯେ ଦୁର୍ଯ୍ୟୋଧନ ତାର ପିତା ଧୃତରାଷ୍ଟ୍ରଙ୍କ ସହ କୁପରାମର୍ଶ କରି ପାଣ୍ଡବମାନଙ୍କର ରାଜ୍ୟକୁ ଜବରଦସ୍ତି ଦଖଲ କରିବାକୁ ଇଚ୍ଛା କରୁଥିଲା। ତେଣୁ ଯେଉଁମାନେ ଦୁର୍ଯ୍ୟୋଧନଙ୍କ ପକ୍ଷରେ ଯୋଗ ଦେଇଥିଲେ, ସେମାନେ ନିଶ୍ଚୟ ସମସ୍ତ ଏକ ପ୍ରକୃତି ବିଶିଷ୍ଟ ହୋଇଥିବେ। ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସେମାନଙ୍କୁ ଦେଖି ସେମାନେ ସବୁ କିଏ ଜାଣିବା ପାଇଁ ଅର୍ଜୁନ ଇଚ୍ଛା କଲେ, କିନ୍ତୁ ସେମାନଙ୍କ ସହ ସନ୍ଧି ପ୍ରସ୍ତାବ କରିବାର ଇଚ୍ଛା ତାଙ୍କର ନଥିଲା। ତାଙ୍କର ଦେଖିବାର ଉଦ୍ଦେଶ୍ୟ ହେଲା ଯେ ଅପର ପକ୍ଷକୁ ଦେଖି ମନେ ମନେ ଟିକିଏ କଳନା କରିନେବେ ସେମାନଙ୍କର ବଳ କେତେ। ଯଦିଓ ସେ ଏକଥା ଭଲ ରକମ ଜାଣିଥିଲେ ଯେ ତାଙ୍କ ପକ୍ଷର ବିଜୟ ସୁନିଶ୍ଚିତ, କାରଣ କୃଷ୍ଣ ତାଙ୍କ ପାଖରେ ଅଛନ୍ତି, ତଥାପି ସେ ଯୁଦ୍ଧ କ୍ଷେତ୍ରରେ
ଅପରପକ୍ଷର ସୈନ୍ୟ ବଳ କଳନା କରିବାକୁ ଇଚ୍ଛା କଲେ। एवमुक्तो ऋषिकेशो गुडाकेशेन भारत सेनयोरुभयोर्मध्ये स्थापयित्वा रथोत्तमम्। संजय कहले, हे भरत वंशज, एहिपरि अर्जुनଙ୍କ द्वारा संबोधित होई भगवान श्रीकृष्ण उभय सेना मध्य सुंदर रथको स्थापन कले। भीष्मद्रोण प्रमुखतः सर्वेषां च महीक्षिताम् उवाच पार्थ पश्येतान् समवेतान् कुरुनीति। भीष्म, द्रोण एवं पृथ्वीर अन्य मुख्य व्यक्ति मानक सम्मुखरे भगवान ऋषिकेश कहले, हे पार्थ, एठारे एकत्र होइथिबा समस्त कुरुवंशर लोकंकु देख। तत्रापश्यत् स्थितान् पार्थ पितृनाथ पितामहान् आचार्यान् मातुलान् भ्रातृ न पुत्रान् पौत्रान् संख्यास्तथा ससुरान् सुहृदश्चैव सेनयोरुभयोरपि। दुई पक्षर सेना मध्य अर्जुन देखिपारे जे तांकर पितामहगण आचार्य, मामू, भाई, पुओ, नाती, बंधुगण और ससुर और शुभाकांक्षीगण समस्ते उपस्थित अछंती। युद्ध क्षेत्र में अर्जुन तांकर समस्त बंधुबांधव को देखिपारे। से देखिपारे जे सेठारे भूरिश्रवांक परि पितृतुल्य व्यक्तिगण अछंती। भीष्म और समदत्तंक परि पितामहगण अछंती। द्रोणाचार्य और कृपाचार्यंक परि गुरु माने अछंती। शल्य और शकुनंक परि मामू माने अछंती। दुर्योधनंक परि भाई माने अछंती। लक्ष्मणंक परि पुत्र माने अछंती। अश्वत्थामांक परि बंधु माने अछंती एवं कृतवर्मांक परि शुभाकांक्षी बंधु माने अछंती। से मध्य देखि पारिले जे सेमानंक मध्यरे तांकर अनेक बंधु अछंती। तान् समीक्ष्य कौन्तेयः सर्वान् बन्धुवस्थितान् कृपया परयाविष्टो विषीदहृदयम् अब्रवीत्। जेतेबेले कुंतीपुत्र अर्जुन तांकर विभिन्न प्रकार भाई, बंधु, कुटुंब, आत्मीय स्वजन मानक देखिले से दयारे विगलित हो गले एवं निम्न मते कहिले, दृष्टिमं स्वजनं कृष्ण जुजुत्सुं समुपस्थितं सिदन्ति मम गात्राणि मुखं च परिशुष्यति। अर्जुन कहले, हे प्रिय कृष्ण, मोर आत्मीय स्वजन बंधुगण को युद्ध करने मनोवृत्ति देखी मोर शरीर अंग प्रत्येक थरी उठुची एवं मुह सुखी जाउछि। वेपतुश्च शरीरे में रोमहर्षश्च जायते गांडीवं स्रंसते हस्तात्वक चैव परिदह्यते। मोर समस्त शरीर थरी उठुची एवं रोम टांकुरी उठुची। मोर गांडी बधनी हाथरू खसी जाउची एवं मोर चर्म दग्धीभूत हो जाउची। दुई प्रकार शरीर कंपन अछि एवं दुई प्रकार रोमांच मध्य अछि। अति महान दिव्य भाव जात हेले एपरि लक्षण होइथाए किंबा भौतिक स्थिति रे अत्यधिक भय जात हेले एपरि हुए। दिव्यानुभूति लाभ समय रे भयर प्रश्न नहीं। एठारे अर्जुनंकर जो सब लक्षण प्रकाश पाउछि से सब भौतिक भय जोगु अर्थात जीवन चली जीव ए भय जोगु एपरि लक्षण प्रकाश पाउथला। यह मध्य अन्य सब लक्षण ठारू भिन्न। से एते अधैर्य हो पड़िथिले जे तांकर प्रसिद्ध धनु गांडीव तांको हाथरू खसी पड़ुथला एवं तांकर हृदय पोड़ी जली जाउथला। सेथि जोगु तांकर कर्म नियारे पड़ी जिबा भली से अनुभव करुथले। तांकर चर्म नियारे पड़ी जिबा भली से अनुभव करुथले। भौतिक धारणा किंबा भौतिक धारणा रे जीवन यापन करुथबा जोगु एपरि होउथला। न च स्वप्नम्यवस्थातुं भ्रमतीव च मे मना निमित्तानि च पश्यामि विपरीतानि केशव। मु एठारे उठिया आवाकु समर्थ नुहे।
ମୁଁ ନିଜକୁ ଭୁଲି ଯାଉଛି ଏବଂ ମୋର ମନକୁ ଭ୍ରମୁଛି। ହେ କେଶୀ ବୈତର ହତ୍ୟାକାରୀ, ହେ କେଶୀ ଦୈତ୍ୟର ହତ୍ୟାକାରୀ, ମୁଁ କେବଳ ଅମଙ୍ଗଳ କଥା ଦେଖିପାରୁଛି। न च श्रेयो अनुपश्यामि हत्वा स्वजनमाहवे, न काङ्क्षे विजयं कृष्ण, न च राज्यं सुखानि च। हे प्रिय कृष्ण, ଯୁଦ୍ଧରେ ମୋର ଆତ୍ମୀୟ ସ୍ୱଜନଙ୍କୁ ବଦ୍ଧ କଲେ ଯେ କି ଫଳ ହେବ କାହିଁକି ତାହା ମୁଁ ଦେଖିପାରୁନାହିଁ, କିମ୍ବା ଏ ଯୁଦ୍ଧରେ ବିଜୟ କରି ରାଜ୍ୟ ସୁଖ ଭୋଗ କରିବାକୁ ମୁଁ ଇଚ୍ଛା କରୁନାହିଁ। କିଂ ନ ରାଜ୍ୟେନ ଗୋବିନ୍ଦ কিং ভোগের জীবিতে নবা, যে সামর্থ্যে কাঙ্ক্ষিতং নো রাজ্যং ভোগা সুখানি চ, त ইমো অবস্থিতা যুদ্ধে প্রাণং त्यक्त्वा धनानि च। आचार्यः पितरः पुत्रास्तथैव च पितामहः, मातुलाः ससुराः पौत्राः शालाः संवधिनस्तथा। एतानं हन्तुमच्छामि घ्नोऽपि मधुसूदन, अपि त्रिलोक्यराजस्य हतो किं नो मही कृते। निहत्यं धृतराष्ट्रन्नः की प्रीतिः स्यात् जनार्दन। हे ଗୋବିନ୍ଦ, ଏ ରାଜ୍ୟ ସୁଖ ଭୋଗ କିମ୍ବା ଏ ଜୀବନ ଆମର କ'ଣ ଦରକାର? ଯେଉଁମାନଙ୍କ ପାଇଁ ଆମେ ଏସବୁ ଦରକାର କରୁ ସେମାନେ ତ ବର୍ତ୍ତମାନ ଏଠାରେ ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧ କରିବା ନିମିତ୍ତ ସଜ୍ଜିତ ହୋଇ ରହିଛନ୍ତି। ତେବେ ଆମର ଏସବୁ କ'ଣ ଦରକାର? ହେ ମଧୁସୂଦନ, ଯେତେବେଳେ ଆମ୍ଭମାନଙ୍କର ଆଚାର୍ଯ୍ୟ ବା ବନ୍ଧୁ ଗୁରୁଗଣ, ପିତୃପୁରୁଷଗଣ, ପୁତ୍ରଗଣ, ପିତାମହଗଣ, ମାତୁଳଗଣ, ଶ୍ୱଶୁରଗଣ, ପୌତ୍ରଗଣ, ଶାଳକଗଣ ଏବଂ ସମସ୍ତ ଆତ୍ମୀୟ ସ୍ୱଜନ ସେମାନଙ୍କର ଧନ ସମ୍ପଦ ଓ ଜୀବନ ବଳି ଦେବା ପାଇଁ ପ୍ରସ୍ତୁତ ହୋଇ ମୋ ସମ୍ମୁଖରେ ଦଣ୍ଡାୟମାନ ହୋଇଛନ୍ତି, ସେତେବେଳେ ଯଦିଓ ମୁଁ ବଞ୍ଚି ରହିପାରେ ତଥାପି ସେମାନଙ୍କୁ କାହିଁକି ମାରିବାକୁ ଇଚ୍ଛା କରିବି? ହେ ଜନାର୍ଦ୍ଦନ, ହେ ସମସ୍ତ ଜୀବଙ୍କର ପାଳନକର୍ତ୍ତା, ଏ ପୃଥିବୀ କଥା ବା କ'ଣ କହିବି? ଯଦି ମୋତେ ତ୍ରିଭୁବନରେ ରାଜା କରି ଦିଆଯାଏ ତଥାପି ମୁଁ ଏମାନଙ୍କ ସାଥିରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ନୁହେଁ। ଭଗବାନଙ୍କର ଏକ ସ୍ୱାଭାବିକ ଭକ୍ତ ହିସାବରେ ଅର୍ଜୁନ ଇଚ୍ଛା କରୁନଥିଲେ ତାଙ୍କର ଦୁର୍ଦ୍ଧର୍ଷ ଭାଇମାନଙ୍କୁ ମାରିବାକୁ, କିନ୍ତୁ ଭଗବାନ ଚାହୁଁଥିଲେ ଯେ ସେମାନେ ସମସ୍ତେ ମରିବେ। ଭଗବାନଙ୍କର ଭକ୍ତ ଭଗବାନଙ୍କର ନିୟମ ଲଙ୍ଘନକାରୀ ପାପାଚାରୀ ବଦମାସ ପ୍ରତି ମଧ୍ୟ ବିଦ୍ୱେଷ ଭାବ ପୋଷଣ କରେ ନାହିଁ, କିନ୍ତୁ ଭଗବାନ ଭକ୍ତର ଅବମାନନା ସହ୍ୟ କରିପାରନ୍ତି ନାହିଁ। ଯଦି କୌଣସି ବଦମାସ ଭକ୍ତ ପ୍ରତି ଅବମାନନା କରେ ତାହା ଭଗବାନଙ୍କର ଅସହ୍ୟ ହୋଇଉଠେ। ଭଗବାନ ତାଙ୍କ ପ୍ରତି ଅବମାନନା କରୁଥିବା ବଦମାସକୁ କ୍ଷମା ଦେଇପାରନ୍ତି, କିନ୍ତୁ ଯିଏ ତାଙ୍କର ଭକ୍ତମାନଙ୍କୁ ଅବମାନନା କରେ ସେ ତାକୁ କ୍ଷମା କରନ୍ତି ନାହିଁ। ତେଣୁ ଭଗବାନ ଇଚ୍ଛା କରୁଛନ୍ତି ଏ ବଦମାସମାନଙ୍କୁ ବିନାଶ କରିବାକୁ। ଯଦିଓ ଅର୍ଜୁନ ସେମାନଙ୍କୁ କ୍ଷମା ଦେବାକୁ ଇଚ୍ଛା କରୁଛନ୍ତି, ତଥାପି ଭଗବାନ ସେ ବଦମାସମାନଙ୍କୁ ବିନାଶ କରିବାକୁ ଦୃଢ଼ ନିଶ୍ଚିତ ହୋଇଯାଇଛନ୍ତି। ପାପମେବାଶ୍ରୟେ ଦସ୍ମାନ୍ ହତ୍ୱେତାନ୍ ଆତତାୟିନଃ, ତସ୍ମାନ୍ନାର୍ହା ବୟଂ ହନୁଂ ଧାର୍ତରାଷ୍ଟ୍ରାନ୍ ସବାନ୍ଧବାନ୍, ସ୍ୱଜନଂ ହି କଥଂ ହତ୍ୱା ସୁଖିନଃ ଶ୍ୟାମ ମାଧବ। ଆମେମାନେ ଯଦି ଏ ଆତତାୟୀମାନଙ୍କୁ ବଧ କରିବା ତାହେଲେ ନିଶ୍ଚୟ ପାପ ହେବ। ତେଣୁ ଆମ୍ଭମାନଙ୍କ ପକ୍ଷରେ ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ ଏବଂ ଆମ୍ଭମାନଙ୍କର ବନ୍ଧୁବାନ୍ଧବମାନଙ୍କୁ ବଧ କରିବା ଠିକ୍ ହେବ ନାହିଁ। ହେ କୃଷ୍ଣ, ହେ ମାଧବ, ଏଥିରେ ଆମର କ'ଣ ଲାଭ ହେବ ଏବଂ ସ୍ୱଜନମାନଙ୍କୁ ବଧ କରି ଆମେମାନେ କିପରି ସୁଖୀ ହେବା? ଯଦ୍ୟପ୍ୟେତ
न पश्यन्ति लोभोपहतचेतसः कुलक्षयकृतं दोषं मित्रद्रोहे च पातकं कथं न ये ज्ञेयमस्माभिः पापदस्मान्निवर्तितुं कुलक्षयकृतं दोषं प्रपश्यभिर्जनार्दन। हे जनार्दन, ଯଦିଓ କୌଣସି ଦୁର୍ଯୋଧନ ପ୍ରକୃତି ଲୋକର ବଶବର୍ତ୍ତୀ ହୋଇ ବଂଶନାଶ କରିବାରେ ଯେ କି ପାପ ହେଉଛି ତାହା ଜାଣିପାରୁନାହାନ୍ତି, ତଥାପି ଆମ୍ଭେମାନେ ଯେଉଁମାନେ ଜାଣିପାରୁଛୁ ଯେ କି ପାପ ହେଉଛି, କାହିଁକି ଏଠାରେ କର୍ମରେ ନିଯୁକ୍ତ ହେବା। ଯେ ପ୍ରକୃତ କ୍ଷତ୍ରିୟ ସେ କଦାପି ପ୍ରତିଦ୍ୱନ୍ଦ୍ୱୀର ଆହ୍ୱାନରେ ଯୁଦ୍ଧ କରିବାକୁ କିମ୍ବା ଦ୍ୱୈତ କ୍ରୀଡ଼ା କରିବାକୁ ପଶ୍ଚାତପଦ ହେବ ନାହିଁ। ପ୍ରତିପକ୍ଷ ଅର୍ଥାତ୍ ଦୁର୍ଯ୍ୟୋଧନଙ୍କ ପକ୍ଷର ଆହ୍ୱାନରେ ଅର୍ଜୁନ ଯୁଦ୍ଧ କରିବାକୁ ମନା କରିପାରିବେ ନାହିଁ। ଏ ସମ୍ପର୍କରେ ଅର୍ଜୁନ ବିଚାର କରି କହୁଛନ୍ତି ଯେ ଅନ୍ୟ ପକ୍ଷ ଅପରିଣାମଦର୍ଶୀ ଅଟନ୍ତି। ଏ ଯୁଦ୍ଧର ପରିଣାମ କ'ଣ ହେବ ସେମାନେ ଜାଣିପାରୁନାହାନ୍ତି। ଅର୍ଜୁନ ଏ ଯୁଦ୍ଧର ଫଳ ଯେ ବିଷମୟ ହେବ ଏ କଥା ଜାଣିପାରୁଥିଲେ ମଧ୍ୟ ଥିଲେ ଏବଂ ସେଇଥିପାଇଁ ପ୍ରତିପକ୍ଷର ଯୁଦ୍ଧର ଆହ୍ୱାନକୁ ଗ୍ରହଣ କରୁନଥିଲେ। ଯେତେବେଳେ ଫଳ ଭଲ ହୁଏ ବାସ୍ତବରେ ସେତେବେଳେ କୃତଜ୍ଞତା ସ୍ୱୀକାର କରିବା ବନ୍ଧନର କାରଣ ହୁଏ, କିନ୍ତୁ ଫଳ ଯେତେବେଳେ ଅନ୍ୟଥା ହୁଏ ସେତେବେଳେ ଆଉ କେହି ବନ୍ଧନରେ ପଡ଼ିପାରିବେ ନାହିଁ। ଏହିପରି ଲାଭାଲାଭ କଥା ବିଚାର କରି ଅର୍ଜୁନ ଠିକ୍ କଲେ ଯେ ସେ ଯୁଦ୍ଧ କରିବେ ନାହିଁ। କୁରୁକ୍ଷେତ୍ରେ ପ୍ରଣଶ୍ୟନ୍ତି କୁଳଧର୍ମା ସନାତନ। କୁରୁକ୍ଷେତ୍ରେ ପ୍ରଣଶ୍ୟନ୍ତି କୁଳଧର୍ମା ସନାତନା ଧର୍ମେ ନଷ୍ଟେ କୁଳଂ କୃଷ୍ଣମଧର୍ମ ଅଭିବତ୍ୟୁତ। ବଂଶନାଶନରେ ସନାତନ କୁଳଧର୍ମ ଧ୍ୱଂସ ହୋଇଥାଏ ଏବଂ ସେଇଥିପାଇଁ ବଂଶର ଅନ୍ୟମାନେ ଅଧର୍ମାଚରଣ କରନ୍ତି। ବର୍ଣ୍ଣାଶ୍ରମ ପଦ୍ଧତିରେ କୁଳର ଲୋକମାନଙ୍କର ଆଧ୍ୟାତ୍ମିକ ଉନ୍ନତି ନିମିତ୍ତ ଅନେକ ଧର୍ମର ନୀତି ନିୟମ ବିଧିବିଧାନ ଅଛି। ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସଂସ୍କାର କ୍ରିୟା ଅଛି ସେଗୁଡ଼ିକ ରକ୍ଷା କରିବା ଫଳରେ ବଂଶର ବୟୋଜ୍ୟେଷ୍ଠ ବ୍ୟକ୍ତିଗଣ ଦାୟୀ ଅଟନ୍ତି। କିନ୍ତୁ ବୟୋଜ୍ୟେଷ୍ଠ ବ୍ୟକ୍ତିଗଣ ମୃତ୍ୟୁବରଣ କଲେ କୁଳ ଧର୍ମ ସଂସାର କ୍ରିୟା ବନ୍ଦ ହୋଇଯାଇପାରେ ଏବଂ ବଞ୍ଚି ରହୁଥିବା ଅଳ୍ପ ବୟସ୍କ ବ୍ୟକ୍ତିଗଣ ଅଧର୍ମାଚରଣ କରିପାରନ୍ତି ଏବଂ ତଦ୍ୱାରା ସେମାନେ ଆଧ୍ୟାତ୍ମିକ ଉନ୍ନତି କରିବାର ସୁଯୋଗରୁ ବଞ୍ଚିତ ହୋଇଯାଇପାରନ୍ତି। ତେଣୁ କେବେ ହେଲେ ବଂଶର ବୟୋଜ୍ୟେଷ୍ଠ ବ୍ୟକ୍ତିଗଣଙ୍କୁ ହତ୍ୟା କରାଯିବା ଉଚିତ ନୁହେଁ। ଆଜି ଏତିକି, ପୁଣି କାଲି ଶୁଣିବା ଗୋଟେ କଥା। ବହୁତ ଦିନରୁ ଛାଡ଼ି ଦେଇଥିଲି ସଂସ୍କୃତ ପଢ଼ିବା, ପ୍ରାୟ 40 ବର୍ଷ ହୋଇଗଲା। ତେଣୁ ଶ୍ଲୋକଟା କହିଲା ବେଳେ ଟିକେ ଟିକେ ଭୁଲ ହେଇଥାଇପାରେ, ତେଣୁ ଆପଣମାନେ ମୋତେ କ୍ଷମା କରିଦେବେ। ଆପଣମାନେ ବହୁତ ସଂଖ୍ୟାରେ ଶୁଣୁଛନ୍ତି ଗୀତା, ଦେଖି ମୋତେ ବହୁତ ଖୁସି ଲାଗୁଛି। ମୋର ଯେଉଁ ଗୀତା ପ୍ରଚାରର ଲକ୍ଷ୍ୟ ଅଛି ସେଇଟା ମୋର ପୂରଣ ହେବାକୁ ଯାଉଛି ବୋଲି ମୁଁ ଅନୁଭବ କରୁଛି। ଗୀତାର ପ୍ରଚାର କଲେ ହିଁ କୃଷ୍ଣଙ୍କର ଆଶୀର୍ବାଦ ରହେ। ଗୀତା ଶୁଣିଲେ ତ ଆପଣମାନଙ୍କ ପ୍ରତି ସମସ୍ତଙ୍କ ପ୍ରତି ତାଙ୍କର ଆଶୀର୍ବାଦ ରହିବ। ତେଣୁ ଆପଣମାନେ ନିଶ୍ଚୟ ଶୁଣନ୍ତୁ। ଆପଣଙ୍କର ଘରେ ଯଦି କେହି ବୟୋବୃଦ୍ଧ ବ୍ୟକ୍ତି ଅଛନ୍ତି ତାଙ୍କୁ ଟିକେ ମୋବାଇଲ ଦେଇ ଶୁଣାଇବାକୁ ଚେଷ୍ଟା କରନ୍ତୁ। ଆଉ ଯେତେବେଳେ ଗୋଟେ କଥା ଆପଣମାନେ ସମସ୍ତେ ଶୁଣୁଛନ୍ତି କିନ୍ତୁ ଟିକେ ଲାଇକ୍ ମାରିଦିଅନ୍ତୁ। ଭିଉ ଯେତେ ଆସୁଛି ଲାଇକ୍ ତ 2ଟା 3ଟା ଆସୁଛି, ତେଣୁ ଟିକେ ଲାଇକ୍ ମାରିଦିଅନ୍ତୁ। ଆଉ ଯେଉଁମାନେ ଆପଣଙ୍କ ପାଖରେ ଅଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ସେମାନଙ୍କୁ ଟିକେ କୁହନ୍ତୁ ସବସ୍କ୍ରାଇବ୍ କରିବା ପାଇଁ। ବନ୍ଧୁମାନେ, ଗୀତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ମୋର ଯେଉଁ କାର୍ଯ୍ୟ କରୁଛି ସେଥିରେ ଆପଣମାନେ ସହଯୋଗ କରନ୍ତୁ। ଆପଣମାନଙ୍କ ପ୍ରତି ମଧ୍ୟ କୃଷ୍ଣଙ୍କର ଆଶୀର୍ବାଦ ରହିବ। ରହୁଛି।
ପୁଣି କାଲି। ରାଧେ ରାଧେ। ଜୟ ଶ୍ରୀ କୃଷ୍ଣ।